বরম্বা ইচ্ছাপুরের অনন্ত প্রধান বলি গায়ে প্রত্ন করেছিল রক্তাবর গ্রামের অনন্ত বলি গায়ে করছিল সিଏ গলা দিନ ଠାରୁ ଆଉ ସେ ପାଲା ନାଇଁ ଆଉ ଯେତେ ପାଲା ବାଲା ସବୁ ହେଲେ କୁଳ ବାଳୁଙ୍ଗା ପାଲା ତେଣୁ ସେମାନେ ଗଲା ଦିନଠୁ ଓଡ଼ିଶାର ପାଲା ସବୁ ତେଣୁ କବି ମାନେ ଅମର କଳାକାର ମାନେ ଅମର ଭକ୍ତ ମାନେ ଅମର ଭକ୍ତ ମାନେ ଆମର ସାମବେଦ ଗଲେଣି ଦାସିଆ ବାବୁଳି ଗଲେଣି ବାଲିଗାର ଯେ ଦାସିଆ ସାର୍ ଆମର ଡାକ୍ତର ବାବୁ ଯେତେବେଳେ ପାଲା କଲେ ପ୍ରାର୍ଥନା ଚୟନରେ କରିବେ ସାର୍ କଲେ ଦାସିଆ ବାବୁଳି ବିଷୟରେ ସାର୍ ହଉଛନ୍ତି ଗୋଟେ ଭକ୍ତ ଦାସିଆ ବାବୁଳି ଗଲେଣି ଆଜ୍ଞା କିନ୍ତୁ ତାଙ୍କ କଥା ଆମେ କହୁଛୁ ସାମବେଦ ଗଲେଣି ବନ୍ଧୁ ମହାନ୍ତି ଗଲେଣି ଯେତେ ଭକ୍ତ ଗଲେଣି ଆଜ୍ଞା ତାଙ୍କ ବିଷୟ ଆମେ ଆଲୋଚନା କରୁଛୁ ତେଣୁ ଭକ୍ତମାନେ ଆମର ଆଉ ଦେଶ ସେବକ ଆମର ଉତ୍କଳମଣି ଗୋପବନ୍ଧୁ ଦାସ ଯିଏ କହୁଥିଲେ ବିଶୁବର ଦେହ ଏକ ସମାତିରେ ବିଶୁବର ଦେହ ଯୋଉ ଉତ୍କଳମଣି ଗୋପବନ୍ଧୁ ମହାତ୍ମା ଗାନ୍ଧୀ ଗଲେଣି ଗୋପବନ୍ଧୁ ଗଲେଣି ମଧୁସୂଦନ ଦାସ ଗଲେଣି କେତେ କେତେ ଦେଶ ସେବକ ଗଲେଣି କିନ୍ତୁ ସେମାନେ ଅମର କିଏ ଜାଣିବ କି ନାଇଁ କେବଳ ତୋ ସ୍ତ୍ରୀ ବ୍ୟତୀତ ତମ ଗାଁରେ ବି ତତେ କିଏ ଚିହ୍ନାନ୍ତି ବାବୁରେ ଆଉ ଜଣେ କବି ଲେଖିଲେ କହିଲେ ବ୍ରହ୍ମାଣ୍ଡ ତିନିଟା ନୁହଁ ସାତଟା ନୁହଁ ଦିନ ଦୀନକୃଷ୍ଣ ଦାସ କହିଲେ ଚଉଦ ଭୁବନ ବାରତା ଗାନ୍ତି ଚକ୍ରରେ ସେଦିନେ ବ୍ରହ୍ମାଣ୍ଡ ହେଲା 14 ସେତିକି ଥାଉ ରଙ୍ଗି ଚାଲିଲେ ପସନ୍ଦ ଆରେ ବ୍ରହ୍ମାଣ୍ଡ ଯାଇ ସରିବ ହଁ ଏ ବ୍ରହ୍ମାଣ୍ଡରେ ନବ ବ୍ରହ୍ମାଣ୍ଡ ଯାଇ ଯାଇ ତମ ପାଥକୁ ଯାଇ ଯିବ ଦେଖ ଇଏ ହେଲା 14 ବ୍ରହ୍ମାଣ୍ଡ ଦୀନକୃଷ୍ଣ ଦାସ କହିଲେ ଆଉ ଜଣେ ହାରିଲେ ସିଏ ହେଲେ ଆପଣ ମାନଙ୍କର ସନ୍ଥ କବି ଭୀମ ସନ୍ଥ କବି ଭୀମ ସନ୍ଥ କବି ଭୀମ ଭୋଇ ଯିଏ ଜନ୍ମ ଆଜ୍ଞା ଜାତିରେ କୁଣ୍ଠ ଯାହାଙ୍କର ଜନ୍ମଭୂମି ହେଲା କର୍ମକ୍ଷେତ୍ର ହେଲା ଜୋରନ୍ଦା ଅଧିକା ଚିଲମ ବିକ୍ରି ହଉଛି ବସନ୍ତ ଲେଖିଲା ସନ୍ଥ କବି ଭୀମ ଭୋଇ ବ୍ରହ୍ମାଣ୍ଡ କେତେଟା କହିଲେ ଜାତି ଅଛି ବ୍ରହ୍ମଗିରି সন্ଥ কবি ভীম ভোই লেখিলে জাতি ଅଛି ବ୍ରହ୍ମଗ୍ନି ଅଜରେଖା କୁଣ୍ଡେରୀ ଧାପଦେବ ଅଛି 21 ବ୍ରହ୍ମାଣ୍ଡେ ବ୍ରହ୍ମାଣ୍ଡ ହେଲା 21ଟା ଠିକ ହେଲା କଣ ଆରେ ନାଇଁ ଆଉ ଜଣେ କବି ହାରିଲେ କହିଲେ ବ୍ରହ୍ମାଣ୍ଡ 3 ନୁହଁ 7 ନୁହଁ 14 ନୁହଁ 21ଟା 21 ନୁହଁ ନା ଆଉ ନମ୍ବିବ ନମ୍ବା ଲେଖିଲେ କବି ସମ୍ରାଟ ଉପେନ୍ଦ୍ର ବହିଲା ବୈଦେଶ୍ଵର କହିଲେ ବ୍ରହ୍ମାଣ୍ଡ କେତେଟା କହିଲେ ବ୍ରହ୍ମା ଗୋଟିଏ କନ୍ୟା କରି ଗୋଟିଏ ବଢିଲେ
ଲକ୍ଷରେ ଖୋଜିଲେ ଲକ୍ଷରେ ନଥିବେ ସୁନ୍ଦରୀ ବ୍ରହ୍ମାଣ୍ଡ ହେଲା ଲକ୍ଷ ଆଉ ଏଠି ଆଁ? ସଇଲା ପରା ଆଉ ଜଣେ କବି ବାହାରିଲେ ବାହାରିଲେ ଗୋଟେ ବ୍ରହ୍ମାଣ୍ଡ ଲକ୍ଷ ବି ନୁହଁ 3 ନୁହଁ 7 ନୁହଁ 14 ନୁହଁ 21 ନୁହଁ ଲକ୍ଷ ବି ନୁହଁ ବ୍ରହ୍ମାଣ୍ଡ କେତେ ଲେଖିଲେ ଆପଣ ମାନଙ୍କର ଭକ୍ତ କବି ମଧୁସୂଦନ ଏତେବେଳେ ଭକ୍ତ ଦେଖିଲି ଆମେ ପିଲାମାନଙ୍କୁ ସ୍କୁଲରେ ପ୍ରାର୍ଥନାରେ ପଢୁଛୁ ତମେ ମାଷ୍ଟର ତମେ କହିବ ନା ଆମେ କହିବୁ କହିଲେ ହେ ଆନନ୍ଦମୟ କୋଟି अरे बाबू सारे लिखिले मधुसूदन राव कोटी ब्रह्मांड हला कोटी सैला हे आनंदमय कोटी भुवन ब्रह्मांड हला कोटी पंडित माने पुराण प्रेमी काव्यदर्शी बाबू माने भातृताने मा घरवाले शिक्षक छात्र माने शिक्षक छात्र माने बसते आपण मानकर मधुसूदन राव लिखिले ब्रह्मांड हला कोटी सैला कोटिए पर आउ नाही सारला नाच सारला महाभारत लिखिले माने कोटिए पर या पर सारा रास लिखिबे या पर गोदा गोदा आउरी लंबा लंबा सारला नाच लिखिले भगवान कृष्ण पांडव मानक पाई पांचटा पोड़ा मागिବାକୁ ଆସିଥିଲେ ଦୁର୍ଯ୍योधନ अच्छा दुर्योधन सिंहासନରେ ବସିଛି ଭଗବାନ କୃଷ୍ଣ ତଳେ ଠିଆ ହେଇଛନ୍ତି ମନ୍ତ୍ରୀ ସଞ୍ଜୟ କହିଲେ ଯାହାଲ ମଉଳୁ ଏ କୋଟି ବ୍ରହ୍ମାଣ୍ଡ ପିଜାତା ମନ୍ତ୍ରୀ ସଞ୍ଜୟ କହିଲେ ଯାହା ତୋର ଲୋଭ ମୂଳରୁ ବ୍ରହ୍ମାଣ୍ଡ ସୃଷ୍ଟି ହେଇଛି ସେହି ପ୍ରଭୁ ଠିଆ ହୋଇଛନ୍ତି ତେଣୁ ଆପଣମାନଙ୍କର ସାରା ଦାସ ଲେଖିଲେ ବ୍ରହ୍ମାଣ୍ଡ ହେଲା କୋଟି ନାଇରେ ସରିନି ତମେ ସାରା ଏଠି କାହିଁକି ଆଉ ବେତେ ନା ବୋଉଟା ଶୁଣୁ ମହାଦେବ ଆଉ ଜଣେ କହିଲା କଣ କହିଲେ ସିଏ ହେଲେ ଆପଣମାନଙ୍କର ଜଗନ୍ନାଥ ଦାସ ଓଡ଼ିଆ ଭାଗବତ କଣ ଲେଖିଲି ଏ ଆମର ଜ୍ଞାନୀ ପଣ୍ଡିତ ମାନେ ଓଡ଼ିଆ ଭାଗବତରେ ଜଗନ୍ନାଥ ଦାସ କହିଲେ ବ୍ରହ୍ମାଣ୍ଡ ମାଳ ମାଳ ଗାତ ଉପଡ଼ି ଯିବ ବ୍ରହ୍ମାଣ୍ଡ ହେଲା ମାଳ ମାଳ ବ୍ରହ୍ମାଣ୍ଡ ନାଇଁ ନାଇଁ ମାଳ ମାଳ ଗୋଦା ଗୋଦା ନୁହଁ ନା ମିଛ ଆଉ ପଦ୍ଧତି ବୋଲିକି ସାରିଦବା ସାରା ନହେଲେ ନମ୍ବୁ ନଇଲେ ସରିବନି ସେ ସାରିବା ଭାଗ୍ୟ ତମ ବେଳା ଲେଖିଲେ ବନମାଳିରେ ଆସ କଣ ଲେଖିଲି ବନମାଳି ପୂଜା ବୋଲି କହିଲେ ମିସ୍ତାରୀ ପାଟି ଖାଇଲା ମାକେ আজ আকন্ত থরে তাপাটি ও শেষ ব্রহ্মাণ্ড
ମାଟି ଖାଇ ଖାଉଥିଲେ ମା ପ୍ରସଦା କହିଲେ କୃଷ୍ଣ ତୁ କାହିଁକି ମାଟି ଖାଇଛୁ ମତେ ମିଠା ଲାଗିଲା କୃଷ୍ଣ ମନା କଲେ ମା ପ୍ରସଦା କହିଲେ କୃଷ୍ଣ ଆ କଲୁ କରିଦେଲୁ ଭଗବାନ କୃଷ୍ଣ ଆ କରିଦେଲେ ତାଙ୍କରି ପାଟି ଭିତରେ ଭଗବାନ କୃଷ୍ଣ ଅଶେଷ ବ୍ରହ୍ମାଣ୍ଡରେ କହିଲେ ଆରେ ବ୍ରହ୍ମାଣ୍ଡ କହିଲେ ବର୍ଣ୍ଣନା କଲେ ରାତି ପାଇବ ବ୍ରହ୍ମାଣ୍ଡ ରାତି ପାଇଲେ ତାକୁ ସମାଧାନ ଗୋଟିଏ ପଦରେ କଲେ ବାୟା ସେ ତ ବାଇଆ ସମାଧାନ କଲେ କେମିତି ଏଠି କହୁଛ ତମ ପାଟି ସେ ବାଇଆ ସମାଧାନ କଲେ ପୁଣି କେମିତି ବାୟା ବାବା ଜଣେ ସାଧୁ ବଢିଗଲା ବାୟା ବାଇଆ ମୁଣ୍ଡ ଖରାପ ଲେଖିଲେ କେମିତି ଗଲେ କାକ୍ଷର କର ଭଜନ ଜାଣିଏ ବ୍ରହ୍ମାଣ୍ଡ ଗୋଟିଏ ବ୍ରହ୍ମାଣ୍ଡ ଅନେକ ବ୍ରହ୍ମାଣ୍ଡ ସୃଷ୍ଟି ଅନେକ ବ୍ରହ୍ମାଣ୍ଡ ମିଶିଲେ ଗୋଟିଏ ବ୍ରହ୍ମାଣ୍ଡ ଏକୁ ଅନେକ ଅନେକ ଭଗବାନ ଗଣେଶ ବୁଝେ ବାବା ଶିବ ଖୁସି ଅମୃତର ଲଟିକି ଦେଲେ ମୁଁ ଖାଇବାକୁ ମୁଁ ଝୋଲା ମରା ହେଇ ଭଗବାନ କାର୍ତ୍ତିକେଶ୍ୱର ପହଞ୍ଚେ କହିଲେ ଭାଇ ଗଣେଶ ତ ଗଣେଶ କାଟିଲେ ଲଡୁ କାର୍ତ୍ତିକେଶ୍ୱର କାଟିଗଲେ ଗଣେଶଙ୍କୁ ଗୋଟେ ଚାପୁଡ଼ାଟିଏ ମାରି ଏତିକି ବେଳେ ଗଣେଶ ପାଟି କରିକି କାନ୍ଦିଲା କେତେ କେତେ ଜ୍ଞାନୀ ବାପୁ ମାନେ ପଣ୍ଡିତ ମାନେ କଳାକାର ଭାଇ ମାନେ ବସିଛନ୍ତି ସର୍ବୋପରି ଆମ ସାର ବସିଛନ୍ତି ଡାକ୍ତର ବାବୁ ଅଛନ୍ତି ଭାଇ କେମିତି ମାଇଲା ମାଇଲା କହୁଛୁ ମିଠା ଖାଇଲ ତୋର ବା ଡାଇବେଟିସ୍ ଅଛି ମା କହୁଛ ତୋର ଡାଇବେଟିସ୍ ଅଛି ଶୁଣୁ ପାର୍ବତୀ ଶୁଣିଲେ ଗଣେଶ କାନ୍ଦୁଛି ଭଗବାନ ଗଣେଶ କାନ୍ଦୁଛି ପାର୍ବତୀ ଶୁଣୁଛି ଗୋଟା ପଦ ବୋଲିବା ତାକୁ ଲେଖିବେ କିଏ ସେ ନା ବିଶ୍ୱନାଥ ବର୍ତ୍ତମାନ ଜୋରନ୍ଦା ଗାଦିରେ ଯିଏ ମହନ୍ତ କହିଲେ ପିଲା ଥିଲା ଦିନ ରାତି ଇଏ ଖେଳଣା ଦରବେ ରହିଲେ ବାକି ସମସ୍ତଙ୍କ ଘରେ ପିଲା ଛୁଆ ଅଛନ୍ତି ପିଲାମାନେ ଅଳିଅ ଛୋଟ କଲେ ମା କଣ କରେ ଖେଳନା ଜିନିଷଟି ପିଲାକୁ ଖେଳିବାକୁ ଖେଳୁ କୌଣସି ପିଲା ବସନ୍ତ ଆଜ୍ଞା ପିଲା ଖେଳୁଥିବା ସମୟରେ ଗାଁ ଦାଣ୍ଡରେ ଖେଳନା ଜିନିଷଟା ହଜିଗଲା ମା ଘରେ ରୋଷେଇବାସ କରୁଥିଲା ପିଲାର ଖେଳନା ଜିନିଷ ହଜିଗଲେ ପିଲା ଚିତ୍କାର କରିକି କାନ୍ଦିଲା ମାର କାନ୍ଦିଲେ ପିଲାର ଡାକଟା ଶୁଭାଯିବ ପିଲାର କାନ୍ଦଣାଟା ଶୁଭିବ ମା ତ ଆସିବ ଧାଇ ବସନ୍ତ ବର୍ତ୍ତମାନ ଗ୍ୟାରେଜରୁ କାମ ହେଇଯାଇଛି ଗାଡି ମୁଁ ପାଲା ଶିଖିଲି 42 ବର୍ଷ ଜୀବନରେ ମୁଁ କେବେ ନାଚିନଥିଲି ଶପଥ ସାରଙ୍କୁ ମୁଣ୍ଡିଆ ଆଉ ଡକ୍ଟର ରଜତର ମହୋଦୟଙ୍କ ପାଦ ତଳେ ଅନନ୍ତ କୋଟି ପ୍ରାର୍ଥନା ଚ୍ୟାନେଲ 5 ଥର ସାରଙ୍କ ଦୟାରୁ ମୁଁ ପାଲା କରିବାକୁ ଯାଇଛି ସାରେ ରଜତକର ମହୋଦୟକୁ ଥରେ ନାଚିଛି ରଜତକର ମହୋଦୟ ମତେ ପ୍ରଶଂସା ଆଉ ସେଇ ପ୍ରଶଂସାରେ ଏ ବୁଢା ବୟସରେ ମୁଁ ତେଣୁ ସେ ପଦେ କଥା ତାଙ୍କର ଏ ବୁଢା ବୟସରେ ମତେ ନଚି ତମ ବେଳରେ ତମେ ନାଚି ନଥିଲ ତମ ଅବେଳରେ ଯେତେବେଳେ ତମେ ନାଚୁଛ ବୁଢା କାଳକୁ ସେ ଯାହାକି ତାଙ୍କ ପାଦ ତଳେ ପୁଣା ପଡେ ବାପା ସେ ନାଚ ଯୋଗୁ ବହୁ ମତେ ଲୋକ ପରିଚିତ ନଥିଲେ ବୁଝିଲୁ ଏଇଠି ଗଣେଶ କାନ୍ଦୁଥିବା ସମୟରେ ପାର୍ବତୀ ଶୁଣିଲେ
ପିଲା କାନ୍ଦୁଥିବ ମା କଣ କରିବ ମା ତ ଆସିବ ଧାଇଁ ରନ୍ଧା ବଳା କାମ ପକାଇ ଦେଇ ମୋବାଇଲ ପିଲା ମା ସବୁ କାମ ଛାଡିକି ଧାଇଁକି ପଳେଇ କାଳେ ମୋ ପୁଅର କଣ ହେଲା କିଲୋ ମୋ ପୁଅ କାହିଁକି କାନ୍ଦୁଛି କଣ ହେଲା ଜ୍ଞାନୀ ପଣ୍ଡିତ ମାନେ ବାଇଆ ବାବା ଜଣେ ହଉଛନ୍ତି ସାଧୁ କାହିଁକି କଥାଟା ଲେଖିଲେ କଣ ପାଇଁ ଦେଖିଲ କହିଲେ ଯେମିତି ପିଲା କାନ୍ଦିଲେ ମା କାହିଁକି ଆସିବ ସେଇଭଳି ଭକ୍ତ କାନ୍ଦଣା ଶୁଣି ଭାବରେ ଧାଇ ভক্ত কান্দিলে প্রভু পিলা কান্দিলে যেମିତି মা ଆସେ ভক্ত কান্দিলে প্রভু ଆସନ୍ତି ପାର୍ବତୀ ଆସି ପହଞ୍ଚିଲେ କହିଲେ ବାପା ଗଣେଶ ବାବା କାହିଁକି କାନ୍ଦୁଛ ମା ମାଲୋ ମୁଁ ଏଇ ଯୋଉ କାର୍ତ୍ତିକା ଭାଇ ମୋ ହାତୀ ସୁନ୍ଦରଟା ଚାଖଣ୍ଡ ପକେଇକି ମାପୁଟି ପୁଣି ମୋ ନାକରେ କାଠି ବୁଲଉଛି କାର୍ତ୍ତିକା କହିଲା ସିଙ୍ଗାଣି କାଢୁଛି ତମେ କାହିଁକି ତାଙ୍କ ମୁଣ୍ଡକୁ କହିଲ ମୋ ହାତୀ ସୁନ୍ଦରଟା ଚାଖଣ୍ଡ ପକେଇକି ତାକୁ ପଚାରିଲ ମୋର ଯୋଉ 6ଟା ମୁଣ୍ଡ 12ଟା ଆଖି 1 2 3 4 5 6 7 8 9 10 11 12 କିରି ଗଣି ତା ଗାଲ ଭାଙ୍ଗିଦେବି ଆଉ ପିଲାଙ୍କ କଳି ଶୁଣିଲେ ପାର୍ବତୀ କହିଲେ ମୁଁ ସବୁ କଥା ଜାଣିଛି ଜାଣ ଆଉ ମିଛ କଥା କହନି ଗଣେଶ କାର୍ତ୍ତିକ ବାପା ତମ ଦୁଇଟାଙ୍କୁ ପରୀକ୍ଷା କରିଥିଲି ପରୀକ୍ଷାରେ ତୁମେ ପଛରେ ଆସିଛ ଆଜିଠାରୁ ଶିବ ମନ୍ଦିର ପଛରେ ରହିବ ସେଇ ବର୍ତ୍ତମାନ ଭଗବାନ କାର୍ତ୍ତିକେଶ୍ୱର ଆଜ୍ଞା ଭଗବାନ ଶିବଙ୍କ ମନ୍ଦିର ପଛରେ ରହିଲେ ମାତାଙ୍କ ଠାରୁ ଦକ୍ଷିଣା ସ୍ୱରୂପ ଲଡୁଟିକି ନେଇଥିଲେ ଭଗବାନ ଗଣେଶ ଗଣେଶ ରହିଲେ ଦକ୍ଷିଣ ଦିଗରେ ମା ଭଗବତୀ ପାର୍ବତୀ କାହିଁକି ରହିଲେ ଉତ୍ତର ଦିଗରେ କାହିଁକି ରହିଲେ ଉତ୍ତରରେ ଉତ୍ତରେ ସର୍ବତୀର୍ଥାନି ତିଷ୍ଠନ୍ତି ସର୍ବଦେବତା ଦିଲ୍ଲୀ ସୁନଗରୀ ଶୈବ ନଗରାଜ ହିମାଳୟ ଭାରତର ଉତ୍ତର ଦିଗରେ ସବୁଯାକ ତୀର୍ଥ ଅଛି ମା ଭଗବତୀ ପାର୍ବତୀଙ୍କର ପିତ୍ରାଳୟ ହଉଛି ହିମାଳୟ ପର୍ବତ ତେଣୁ ପାର୍ବତୀ ରହି ଉତ୍ତର ଦିଗରେ ଶଙ୍କର ଭଗବାନ ମନ୍ଦିର ଭିତରେ ରହିଲେ ଏଇ ଶଙ୍କର ଭଗବାନ ଆଜି ପାଲାବ୍ଦ ଆମ ଟୁକୁ ବାବୁଙ୍କର ତାଙ୍କ ସଂକଳ୍ପିତ ପୁତ୍ରଙ୍କର ତାଙ୍କ ପରିବାର ବର୍ଗ ତାଙ୍କ ନିମନ୍ତ୍ରିତ ବନ୍ଧୁ ମାନଙ୍କର ଅତିଥି ମାନଙ୍କର ଏ ଗ୍ରାମବାସୀ ବାବୁ ମାନଙ୍କର ପଣ୍ଡିତ ମାନଙ୍କର ପୁରାଣ ପ୍ରେମୀ କାବ୍ୟଦର୍ଶୀ ବାବୁ ମାନଙ୍କର ଶିକ୍ଷକ ଛାତ୍ର ସମାଜର ସାଧାରଣ ଧବଳିକା ବଡ଼ ବାପ୍ୟସ୍ଥାନୀ ମା ଭଉଣୀ ମାନଙ୍କର ଏବଂ ଆମର କପି ଡାଇରେକ୍ଟର ମହୋଦୟ ସତ୍ୟ କୁମାର ମହୋଦୟଙ୍କର ସଦର କୁମାର ମହାପାତ୍ରଙ୍କର ତାଙ୍କ ପରିବାର ବର୍ଗଙ୍କର ଏବଂ ଡାକ୍ତର ବାବୁଙ୍କର ଅରୁଣାନନ୍ଦ ସାରଙ୍କର ସମସ୍ତଙ୍କର ମା ଭଗବତୀ ପାର୍ବତୀ ଭଗବାନ ଗଣେଶ ଠାକୁର ପ୍ରଭୁ କାର୍ତ୍ତିକେଶ୍ୱର ଠାକୁର ଭଗବାନ ଶଙ୍କର ଭଗବାନ ମଙ୍ଗଳ କରନ୍ତୁ ଭଗବାନ ଭଗବାନ ତୋହରା ପାଟଣା ଦୁଧ ସାଦହି ଗୋଳା ପୋଖରୀ ପାଣିରେ ଗୋଳା ପୋଖରୀ ପାଣି ଏ ଆଣିଛି ମୁଁ ତୁମ ପାଇଁ ଆଖଣ୍ଡଳ ମଣି ହେ ଆଖଣ୍ଡଳ ମଣି ବାବା ଆଖଣ୍ଡଳ ମଣି ତୋହରା ପାଟଣା ଦୁଧ ବସା
ছিল মহু নাচি পইল কর্পুরা করলি কর্পুরা মণি